ଓଡ଼ିଶା ରାଜ୍ୟକୁ ଭାରତର ଖଣିଜ ଭଣ୍ଡାର ବୋଲି କୁହାଯାଏ। ଭାରତର ସମୁଦାୟ ଖଣିଜ ସମ୍ପଦର ପ୍ରାୟ 30% ବି ଅଧିକ ଖଣିଜ ଓଡ଼ିଶାର ମାଟି ତଳେ ଲୁଚି ରହିଛି। ଏହି ଖଣିଜ ସମ୍ପଦ ଦ୍ୱାରା ଓଡ଼ିଶା କେବଳ ନିଜ ରାଜ୍ୟର ଉନ୍ନତି ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତର ଶିଳ୍ପ, ଶକ୍ତି ଏବଂ ଅର୍ଥନୀତିକୁ ସୁଦୃଢ଼ କରିଛି। ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ଓଡ଼ିଶାରେ କେଉଁ ମିନେରାଲ ଅଧିକ ମାତ୍ରାରେ ମିଳେ ଆଉ କେଉଁଠି ଏହା କେମିତି ବ୍ୟବହାର ହୁଏ, ଏଭଳି ଅନେକ କିଛି ପ୍ରଶ୍ନ ରହିଛି। ତେବେ ଓଡ଼ିଶାରେ ଲୁହା, କ୍ରୋମାଇଟ୍, ବକ୍ସାଇଟ୍ ଠାରୁ ଆରମ୍ଭ କରି କୋଇଲା, ନିକେଲ ପର୍ଯ୍ୟନ୍ତ ଓଡ଼ିଶା ଖଣିଜରେ ଏତେ ସମୃଦ୍ଧ ଯେ ଏହାକୁ ମିନେରାଲ ହବ୍ ଅଫ୍ ଇଣ୍ଡିଆ ବୋଲି ମଧ୍ୟ କୁହାଯାଏ। ଓଡ଼ିଶା ଗଭର୍ଣ୍ଣମେଣ୍ଟର ଡିପାର୍ଟମେଣ୍ଟ ଅଫ୍ ଷ୍ଟିଲ୍ ଆଣ୍ଡ ମାଇନ୍ସରେ ଏସବୁ ବିଷୟରେ ଡିଟେଲରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ଓଡ଼ିଶାର ସେହି ଟପ୍ 10 ମାଇନ୍ସ ବିଷୟରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ବିଷୟରେ। ଏସବୁ କେଉଁ ଜିଲ୍ଲାରେ ରହିଛି ଏବଂ ଏହାର ବ୍ୟବହାର କେଉଁଥିରେ ହୁଏ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ତେବେ ଚାଲନ୍ତୁ ଜାଣିବା ଏବେ ଟପ୍ 10ରେ କ'ଣ ରହିଛି। ଟପ୍ 10ରେ ଅଛି ନିକେଲ। ନିକେଲ ଷ୍ଟେନଲେସ୍ ଷ୍ଟିଲ୍ ଓ ଇଭି ବ୍ୟାଟେରୀ ପାଇଁ ଭବିଷ୍ୟତର ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଅଟେ। କହିବାକୁ ଗଲେ ନିକେଲ ଫ୍ୟୁଚର ଟେକ୍ନୋଲୋଜି ପାଇଁ ଏକ ଷ୍ଟ୍ରାଟେଜିକ୍ ମିନେରାଲ। ଷ୍ଟେନଲେସ୍ ଷ୍ଟିଲ୍, ଇଭି ବ୍ୟାଟେରୀ ଓ ଏରୋସ୍ପେସ୍ ପାଇଁ ଏହାର ବ୍ୟବହାର ହୋଇଥାଏ। ଏହା ଯାଜପୁରର ସୁକିନ୍ଦା ଏବଂ କେଉଁଝରରେ ଅଧିକ ମାତ୍ରାରେ ମିଳେ। ଏହାପରେ ଟପ୍ 9ରେ ରହିଛି କ୍ୱାର୍ଟଜ ଓ କ୍ୱାର୍ଟଜାଇଟ୍। ଏହା ଗ୍ଲାସ୍, ସିଲିକନ୍ ଓ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି ପାଇଁ ଗୁରୁତ୍ୱପୂର୍ଣ୍ଣ ମିନେରାଲ ଅଟେ। ଏହା ହାଇଟେକ୍ ଇଣ୍ଡଷ୍ଟ୍ରିର ମୂଳ ଆଧାର। ଗ୍ଲାସ୍, ସେମି କଣ୍ଡକ୍ଟର ଓ ସୋଲାର ପ୍ୟାନେଲ ପାଇଁ ଏହାର ବ୍ୟବହାର ହୋଇଥାଏ। ମୟୂରଭଞ୍ଜ, ସମ୍ବଲପୁର ଜିଲ୍ଲାରେ ଏହା ମିଳେ। ଏହାପରେ ଟପ୍ 8ରେ ରହିଛି ଗ୍ରାଫାଇଟ୍। ଗ୍ରାଫାଇଟ୍ ହେଉଛି ଫ୍ୟୁଚର ମିନେରାଲ। ଇଭି ବ୍ୟାଟେରୀ ପାଇଁ ଅତ୍ୟନ୍ତ ଜରୁରୀ। ଗ୍ରାଫାଇଟ୍ ବ୍ୟାଟେରୀ, ରିଫ୍ରାକ୍ଟୋରୀ ଓ ଲୁବ୍ରିକାଣ୍ଟରେ ବ୍ୟବହାର ହୁଏ। ମୁଖ୍ୟତଃ ଲିଥିୟମ୍ ଆୟନ ବ୍ୟାଟେରୀ, ପେନ୍ସିଲ୍ ଏବଂ ଡ୍ରାଏ ଲୁବ୍ରିକାଣ୍ଟ ପାଇଁ ଏହାର ବ୍ୟବହାର ହୋଇଥାଏ। ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ମିଳେ। ଏହାପରେ ଟପ୍ 7ରେ ରହିଛି ଡୋଲୋମାଇଟ୍। ଡୋଲୋମାଇଟ୍ ମୁଖ୍ୟତଃ ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିଲ୍ ତିଆରି ପାଇଁ ଫ୍ଲକ୍ସ ଭାବେ ବା ଅଶୁଦ୍ଧତା ହଟାଇବାରେ ବ୍ୟବହୃତ ହୁଏ। ଫ୍ଲକ୍ସ ଭାବେ ଏହାକୁ ୟୁଜ୍ କରାଯାଇଥାଏ ଏବଂ ଗ୍ଲାସ୍ ଓ ଫର୍ଟିଲାଇଜର ପାଇଁ ମଧ୍ୟ ଏହାର ବ୍ୟବହାର ହୁଏ। ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଏହି ଖଣିଜ ପଦାର୍ଥ ମିଳେ। ଏହାପରେ ଟପ୍ 6ରେ ରହିଛି ଚୁନାପଥର। ଚୁନାପଥରକୁ ଲାଇମଷ୍ଟୋନ୍ କୁହାଯାଏ, ଯାହା ବିନା ସିମେଣ୍ଟ ଇଣ୍ଡଷ୍ଟ୍ରି ଚାଲିପାରିବ ନାହିଁ। କାରଣ ଚୁନା ପଥର ବିନା ସିମେଣ୍ଟ ତିଆରି ସମ୍ଭବ ନୁହେଁ। ଏହା ମୁଖ୍ୟତଃ ସିମେଣ୍ଟ, କେମିକାଲ ଓ ଷ୍ଟିଲ୍ ଇଣ୍ଡଷ୍ଟ୍ରିରେ ବ୍ୟବହାର କରାଯାଏ। ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ଇତ୍ୟାଦି ଜିଲ୍ଲାରେ ଏହି ଚୁନାପଥର ମିଳେ। ଏହାପରେ ଟପ୍ 5ରେ ରହିଛି ମାଙ୍ଗାନିଜ୍। ମାଙ୍ଗାନିଜ୍ ଇସ୍ପାତ ଶିଳ୍ପରେ ଶକ୍ତି ବଢ଼ାଇବା ପାଇଁ ବ୍ୟବହୃତ ହୁଏ। ମାଙ୍ଗାନିଜ୍ ଇସ୍ପାତକୁ ଅଧିକ ଶକ୍ତିଶାଳୀ କରାଏ। ଭାରତର ପ୍ରାୟ 67.6% ମାଙ୍ଗାନିଜ୍ ଓଡ଼ିଶାରୁ ହିଁ ମିଳିଥାଏ। ତେବେ ଏହାର ବ୍ୟବହାର ଆଲୟ ଷ୍ଟିଲ୍, ବ୍ୟାଟେରୀ ଏବଂ କେମିକାଲ ଇଣ୍ଡଷ୍ଟ୍ରି ପାଇଁ କରାଯାଇଥାଏ। ଓଡ଼ିଶାରେ ଏହାର ଗୁରୁତ୍ୱ କ'ଣ ଅଛି ଚାଲନ୍ତୁ ଜାଣିବା। ଷ୍ଟିଲ୍ ବେସ୍ଡ ଇକୋନୋମିକୁ ଏହା ସପୋର୍ଟ କରିଥାଏ। ଏହା ସହ ମିନେରାଲ ଡାଇଭର୍ସିଫିକେସନ ପାଇଁ ଏହାର ଗୁରୁତ୍ୱ ରହିଛି। କେନ୍ଦୁଝର, ସୁନ୍ଦରଗଡ଼ ଏବଂ ରାୟଗଡ଼ା ଜିଲ୍ଲାରେ ଏହି ଖଣିଜ ପଦାର୍ଥ ଅଧିକ ମାତ୍ରାରେ ମିଳେ। ଏହାପରେ ଟପ୍ 4ରେ ରହିଛି କୋଇଲା ବା କୋଲ୍। କୋଇଲା ବିଦ୍ୟୁତ୍ ଉତ୍ପାଦନର ଏକ ମୁଖ୍ୟ ଉତ୍ସ। ଓଡ଼ିଶାର ତାଳଚେର ଏବଂ ଆଇବି ଭ୍ୟାଲି ଭାରତର ପ୍ରସିଦ୍ଧ କୋଲ୍ ବେଲ୍ଟ। ଏଥିପାଇଁ କୋଇଲାକୁ ଏନର୍ଜି ମିନେରାଲ ବୋଲି ମଧ୍ୟ କୁହାଯାଏ। ଭାରତର ବିଦ୍ୟୁତ୍ ଉତ୍ପାଦନର ଅଧିକାଂଶ କୋଇଲା ଉପରେ ହିଁ ନିର୍ଭର। ପାୱାର ପ୍ଲାଣ୍ଟ ଓ ଷ୍ଟିଲ୍ ଇଣ୍ଡଷ୍ଟ୍ରି ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଭାରତର ପ୍ରାୟ 24.8% କୋଇଲା ଓଡ଼ିଶାରୁ ମିଳେ। ଥର୍ମାଲ ପାୱାର ପ୍ଲାଣ୍ଟ, ଷ୍ଟିଲ୍ ପ୍ଲାଣ୍ଟ ବା କୋକ୍, ସିମେଣ୍ଟ ଇଣ୍ଡଷ୍ଟ୍ରିରେ ଏହାର ବ୍ୟବହାର ବହୁଳ ମାତ୍ରାରେ କରାଯାଏ। ଓଡ଼ିଶାରେ ଏହାର ଗୁରୁତ୍ୱ ମଧ୍ୟ ଢେର ରହିଛି। ତାଳଚେର ଏସିଆର ସବୁଠୁ ବଡ଼ କୋଲ୍ ଫିଲ୍ଡ ମଧ୍ୟରୁ ଗୋଟିଏ। ଏଥିପାଇଁ ଶକ୍ତି ସୁରକ୍ଷାରେ ଓଡ଼ିଶାର ଭୂମିକା ରହିଛି ସବୁଠୁ ଆଗରେ। ତାଳଚେର ଏବଂ ଝାରସୁଗୁଡ଼ାରେ ଏହି ଖଣିଜ ପଦାର୍ଥ ଅଧିକ ମାତ୍ରାରେ ମିଳେ। ଏହାପରେ ଟପ୍ 3ରେ ରହିଛି ବକ୍ସାଇଟ୍।
ଆଲୁମିନିୟମ ହେଉଛି ହାଲୁକା କିନ୍ତୁ ଶକ୍ତିଶାଳୀ ଧାତୁ ଆଉ ବକ୍ସାଇଟ୍ ହେଉଛି ଏହି ଆଲୁମିନିୟମ ତିଆରିର ମୂଳ ଧାତୁ। ଓଡ଼ିଶାର ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଏହା ପ୍ରଚୁର ପରିମାଣରେ ମିଳେ। ଭାରତର ପ୍ରାୟ 59.95% ବକ୍ସାଇଟ୍ ଓଡ଼ିଶାରୁ ହିଁ ମିଳିଥାଏ। ଆଲୁମିନିୟମ ପ୍ଲାଣ୍ଟ ପାଇଁ ଏହା ଅତ୍ୟନ୍ତ ଜରୁରୀ ଅଟେ। ତେବେ ଏହାର ବ୍ୟବହାର ଏରୋପ୍ଲେନ୍ ବା ବିମାନ ତିଆରି, ଗାଡ଼ି ତିଆରି, ଫଏଲ, ବିଦ୍ୟୁତ୍ ତାର, ପ୍ୟାକେଜିଂ ଶିଳ୍ପ ପାଇଁ କରାଯାଇଥାଏ। ଓଡ଼ିଶାରେ ଏହାର ଗୁରୁତ୍ୱ ମଧ୍ୟ ଢେର ରହିଛି। ବକ୍ସାଇଟ୍ ପାଇଁ ଓଡ଼ିଶାରେ ଆଲୁମିନିୟମ ହବ୍ ହେବାର ଭବିଷ୍ୟତର ସମ୍ଭାବନା ରହିଛି। ଏଥିପାଇଁ ଟ୍ରାଇବାଲ ବେଲ୍ଟ ଅଞ୍ଚଳରେ ଖଣିଜ ସମୃଦ୍ଧି ହୋଇପାରେ। ତେବେ ଏହି ଖଣିଜ ପଦାର୍ଥ ଓଡ଼ିଶାର କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଏବଂ କେଉଁଝର ଜିଲ୍ଲାରେ ଅଧିକ ମାତ୍ରାରେ ମିଳେ। ଏହାପରେ ଟପ୍ 2ରେ ରହିଛି କ୍ରୋମାଇଟ୍। କ୍ରୋମାଇଟ୍ ହେଉଛି କ୍ରୋମିୟମ ଧାତୁର ଏକ ମୁଖ୍ୟ ଉତ୍ସ। ଏହା ଷ୍ଟେନଲେସ୍ ଷ୍ଟିଲକୁ ମଜବୁତ କରି ତିଆରି କରେ। ଓଡ଼ିଶାରେ ମିଳୁଥିବା ଏହି କ୍ରୋମାଇଟ୍ ପାଇଁ ଓଡ଼ିଶା ଭାରତରେ ରହିଛି ପ୍ରଥମ ସ୍ଥାନରେ, କାରଣ ଭାରତର ପ୍ରାୟ 98.4% କ୍ରୋମାଇଟ୍ ଓଡ଼ିଶାରୁ ହିଁ ମିଳେ। ତେବେ ଏହାର ବ୍ୟବହାର ଷ୍ଟେନଲେସ୍ ଷ୍ଟିଲ୍, ଜେଟ୍ ଇଞ୍ଜିନ୍, କେମିକାଲ ଇଣ୍ଡଷ୍ଟ୍ରି ଏବଂ କ୍ରୋମ୍ ପ୍ଲେଟିଂ ପାଇଁ କରାଯାଇଥାଏ। ଓଡ଼ିଶାରେ ଏହାର ଗୁରୁତ୍ୱ ମଧ୍ୟ ବହୁତ ଅଧିକା ରହିଛି। ଭାରତର ପ୍ରାୟ ସମ୍ପୂର୍ଣ୍ଣ କ୍ରୋମାଇଟ୍ ପାଇଁ ଓଡ଼ିଶାର ସୁକିନ୍ଦା ଭାଲି ବିଶ୍ୱ ପ୍ରସିଦ୍ଧ। ତେଣୁ ଏହି ଖଣିଜ ପଦାର୍ଥ ବି ଯାଜପୁରର ସୁକିନ୍ଦାରୁ ହିଁ ଅଧିକ ମାତ୍ରାରେ ମିଳେ। ଏହାପରେ ଟପ୍ 1ରେ ରହିଛି ଲୁହା ଧାତୁ ବା ଆଇରନ୍ ଓର୍। ଲୁହା ଧାତୁ ଓଡ଼ିଶାର ସବୁଠାରୁ ମୁଖ୍ୟ ଖଣିଜ। ଇସ୍ପାତ ବା ଷ୍ଟିଲ୍ ଶିଳ୍ପର ମୂଳ ଆଧାର ହେଉଛି ଲୁହା ଧାତୁ। ଭାରତର ସବୁଠାରୁ ଅଧିକ ଆଇରନ୍ ଉତ୍ପାଦନ କରୁଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ହେଉଛି ଅଗ୍ରଣୀ। ଭାରତର ପ୍ରାୟ 28% ଲୁହା ଧାତୁ ଓଡ଼ିଶାରୁ ହିଁ ମିଳିଥାଏ। ଲୁହା ଧାତୁ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଖଣିଜ ସମ୍ପଦ। ଏଥିରୁ ହିଁ ଇସ୍ପାତ ବା ଷ୍ଟିଲ୍ ତିଆରି ହୁଏ। ଏହାର ବ୍ୟବହାର ରେଳପଥ ତିଆରି, ବ୍ରିଜ ନିର୍ମାଣ, ଯାନବାହନ ତିଆରି, ଯନ୍ତ୍ରପାତି, ଶିଳ୍ପ ତିଆରି ଆଦିରେ କରାଯାଇଥାଏ। ଓଡ଼ିଶାରେ ଏହାର ଗୁରୁତ୍ୱ ମଧ୍ୟ ଅଧିକା ରହିଛି। ଭାରତର ଆଇରନ୍ ଓର୍ ଉତ୍ପାଦନର ଏକ ବଡ଼ ଅଂଶ। ଏହା ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇଛି। ଓଡ଼ିଶାର କେନ୍ଦୁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ମିଳିଥାଏ। ତ ଏସବୁ ହେଉଛନ୍ତି ଓଡ଼ିଶାର ଟପ୍ 10 ଖଣିଜ ସମ୍ପଦ। ଓଡ଼ିଶାର ଏହି ଖଣିଜ ସମ୍ପଦ ଯଦି ସଠିକ୍ ପ୍ରଯୁକ୍ତି, ପରିବେଶ ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ଭାଗିଦାରୀ ସହିତ ବ୍ୟବହୃତ ହୁଏ, ତେବେ ଓଡ଼ିଶା ଭବିଷ୍ୟତରେ ଇଣ୍ଡିଆର ଇଣ୍ଡଷ୍ଟ୍ରିଆଲ ବ୍ୟାକବୋନ୍ ହୋଇପାରିବ। ଓଡ଼ିଶାର ଖଣିଜ ସମ୍ପଦ କେବଳ ମାଟି ତଳେ ଥିବା ଏକ ଧନ ନୁହେଁ, ଏହା ହେଉଛି ଓଡ଼ିଶାର ଉନ୍ନତିର ଏକ ମୂଳ ଆଧାର। ଯଦି ଏହି ଖଣିଜ ସମ୍ପଦକୁ ପରିବେଶ ସୁରକ୍ଷା, ସ୍ଥାନୀୟ ଲୋକଙ୍କ ଉନ୍ନତି ଓ ସୁସ୍ଥ ପ୍ରଯୁକ୍ତି ସହିତ ବ୍ୟବହାର କରାଯାଉଛି, ତେବେ ଓଡ଼ିଶା ଭବିଷ୍ୟତରେ ଭାରତର ଇଣ୍ଡଷ୍ଟ୍ରିଆଲ ପାୱାର ହାଉସ୍ ନିହାତି ହୋଇପାରିବ। ତ ଓଡ଼ିଶାର ଟପ୍ 10 ଖଣିଜ ସମ୍ପଦକୁ ନେଇଥିବା ଆଜିର ଏହି ଡିଟେଲ୍ ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଛି ମୋତେ କମେଣ୍ଟରେ ନିହାତି ଜଣାଇବେ। ଇନଫର୍ମେସନଟି ଆପଣଙ୍କୁ ଭଲ ଲାଗିଥିଲେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆମ ରାଜ୍ୟ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ତଥା ଏଜୁକେଶନାଲ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।